ମୁଁ ବିଗତ 2 ବର୍ଷ ହେଲାଣି କାଲ୍ସ କମ୍ପାନୀରେ କାମ କରୁଥିଲି। ବିଗତ 8 ମାସ ହେଲାଣି ୟୁନିୟନ ପିଲାଙ୍କର ପାଟିମୁଣ୍ଡ କ'ଣ ଉପର ସାର୍ମାନଙ୍କ ସାଙ୍ଗରେ ହେଇଥିବାରୁ ସେ 8 ମାସ ହେଲାଣି ବନ୍ଦ ହେଇକି ରହିଥିଲେ। ଆଜି ସକାଳୁ ମୁଁ ଆସିଲା ବେଳକୁ ୟୁନିୟନ ପିଲା ଷ୍ଟ୍ରାଇକ୍ କରି ବସିଛନ୍ତି। ଆମେ କହୁଛୁ ଆମେ ଯେମିତି ଦିନ ମଜୁରିଆ ଆମେ ସେମିତି ଡ୍ୟୁଟି କରିଥିଲୁ ସେମିତି କରିବୁ। ତମକୁ ଏବେ ଡ୍ୟୁଟି ବନ୍ଦ କରିଛନ୍ତି? ଆମକୁ ବନ୍ଦ କରିଛନ୍ତି। କେତେ ଜଣ ପିଲା ଏମିତି ବନ୍ଦ ହେଇକି ଅଛ? ଆମେ 50-60 ପିଲା ବନ୍ଦ ହେଇକି ଅଛୁ। 50-60 ଜଣ ପିଲା ବନ୍ଦ ହେଇକି ଅଛ। ବେହେରା ସ୍ଥାନ ପାରାଦୀପଗଡ଼। ମୁଁ ଏଠି ବିଗତ 2-2.5 ବର୍ଷ ହେଲାଣି କାଲ୍ସ ବିହେଭିୟରରେ ପ୍ରାଇଭେଟ ଲିମିଟେଡରେ କାମ କରୁଛି। ଆଜି ଆମେ ଆସିଲା ବେଳକୁ ଏଇଠି ମାନେ ଧାରଣା ଦେଇଛନ୍ତି ଯେ କାହାକୁ ଭିତରକୁ ପୁରେଇ ଦେଉନାହାନ୍ତି। ଆମ କହିବାର ମାନେ ଆର ଗୋଟେ କିଛି ସମାଧାନ ହେଇଯାଉ, ସେମାନେ ବି ରୁହନ୍ତୁ, ଆମେ ବି ରୁହୁ, କମ୍ପାନୀ ବି ରହୁ। କମ୍ପାନୀ ଯଦି ନ ରହିବ ଆମେ ରୋଜଗାର କେଉଁଠି ପାଇବୁ? ଆଉ ଏ ବୟସରେ ଆମେ କେଉଁଠିକି ଯିବୁ ଆଉ ଚାକିରି କରିବା ପାଇଁ? ତାପରେ ଆମର ବି ଆହୁରି ସବୁ ପିଲାମାନେ ଅଛନ୍ତି, ତାଙ୍କର ବି ଭବିଷ୍ୟତ ସବୁ ନଷ୍ଟ ହେବ। ସେମାନେ ବି ଆସିଛନ୍ତି କିଛି ଗୋଟେ ଆଶା ନୂଆ ଆଲୋକ ନେଇକିରି। ମୋର କହିବାର ମାନେ ଯେ ଏସବୁ ଜିନିଷର କିଛି ତୁରନ୍ତ ସମାଧାନ ହେଇଗଲେ 3 ପକ୍ଷ ଭଲ ହେବ। ଆମେ କହିପାରିବୁନି, ଆମେ ଭିତର କଥାଟା ଆମକୁ କେହି କିଛି କହୁନାହାନ୍ତି। ଆଜି ସକାଳୁ ଖାଲି ବନ୍ଦ ହେଇছে କାମଟା। ମୁଁ ହେଉଛି ଦୀପକ ସାମଲ, ଆମ ଘର ପାରାଦୀପଗଡ଼। ମୁଁ ଏଠି ଗତ 2 ବର୍ଷ ହେଲା କାମ କରିଯାଉଛି। ମୁଁ ନୁହଁ, ଆମର ଏଠି ବହୁତ ପରିବାର, ପାଖାପାଖି 300 ପରିବାର। ଏଠି ଆମେ ଚାହୁଁଛୁ କମ୍ପାନୀ ଚାଲୁ। କମ୍ପାନୀ ନ ଚାଲିଲେ ଆମେ 300 ପରିବାର ଯିବୁ କୁଆଡ଼େ? ମାନେ ଭିକ ମାଗି ଚଳିବୁ ନା କ'ଣ? ଏଠି କିଛି ମାନେ ୟୁନିୟନ କିଛି ଗୋଟେ ଆ ଭିତରେ ଗଣ୍ଡଗୋଳ କରିଥିଲା, ଯେଉଁଥିପାଇଁ କି କମ୍ପାନୀ ଗତ 8 ମାସ ହେଲା ତାଙ୍କୁ ବାହାର କରିଦେଇଥିଲା। ତ ସେ ତାଙ୍କର ସେଇ ସମାଧାନ ହେଇପାରୁନି, ଆଜି ପର୍ଯ୍ୟନ୍ତ ବି ତାଙ୍କର କେସ୍ ଚାଲିଛି। ତାଙ୍କ ପାଇଁ ଆମେ ଏଇଠି ମାନେ ଡ୍ୟୁଟିକି ଆସିକି ଏଠିକି ସେମାନେ ଷ୍ଟ୍ରାଇକ୍ କରିବେ, ଆମକୁ ବିରୋଧ କରୁଛନ୍ତି। ଆମେ କାହିଁ କମ୍ପାନୀ ଯିବୁ? କମ୍ପାନୀ ଖୋଲା ଅଛି, ଆମେ ଯିବୁ। ତମେ କମ୍ପାନୀ ଉପରେ ଯାହା ଦିଅ, ଆମର କ'ଣ ଅଛି? ତ ମୁଁ ସେଇଟା କହିବାକୁ ଚାହୁଁଛି ଯେ ତ ଆମେ ଏଇଠି ଶିଳ୍ପକୁ ମାନେ ଶିଳ୍ପ ମନ୍ଦିର ଆମର ଏଇଠି ପାରାଦୀପର ଶିଳ୍ପକୁ ଆମେ ଡାକୁଛୁ, ନିମନ୍ତ୍ରଣ କରୁଛୁ। ଯଦି ଶିଳ୍ପ ସହିତ ଆମେ ଝଗଡ଼ା କରିବୁ, ଇଣ୍ଡଷ୍ଟ୍ରି ଯଦି ଆମକୁ ଇଣ୍ଡଷ୍ଟ୍ରିର ଯିଏ ଅଫିସର ତାଙ୍କୁ ଆମେ ମାରିବୁ, ଇଣ୍ଡଷ୍ଟ୍ରି ଆମକୁ ରଖିବ କି? ଆମେ ଏଠି ସବୁ ଲୋକାଲ ପିଲା କାମ ପାଇବୁନୁ, ହଇରାଣ ହବୁ, ରାଜରାସ୍ତାରେ ବସିବୁ। ତ ସେଥିପାଇଁ କହୁଛି ଯେଉଁ ୟୁନିୟନ ପିଲା ଆଜି ଏଠି ଷ୍ଟ୍ରାଇକ୍ କରିଛନ୍ତି, ଆମକୁ ଗେଟ୍ ଭିତରକୁ ଯିବାକୁ ଦେଉନାହାନ୍ତି, ମାରିବାକୁ ଉଠି ଆସୁଛନ୍ତି। ତ ସିଏ ଆଜି ଗେଟ୍ ଧାରଣା ଦେଇଛନ୍ତି। ଯଦି ପ୍ରଶାସନ ଆର କିଛି ପ୍ରତିକାର ନ କରିବ, କାଲି ଆମେ ରାଜରାସ୍ତାରେ ବସିବୁ।